ଖୋଲିଲା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ଆଉ ଭଣ୍ଡାର ଭିତରୁ ବାହାରିଲା ମହଣ ମହଣ ସୁନା ରୂପା। ସବୁ ଅପେକ୍ଷାର ଅନ୍ତ ଘଟିଛି। ଭକ୍ତଟି ଯାହା ଚାହିଁଥିଲା ତାହା ହିଁ ପାଇଲା। ନମସ୍କାର ଦର୍ଶକ ବନ୍ଧୁ, ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଗୋଟିଏ ମାତ୍ର ଅନୁରୋଧ, ଯଦି ମହାପ୍ରଭୁ ଜଗନ୍ନାଥଙ୍କୁ କୁଳଦେବତା ବୋଲି ମାନୁଥାନ୍ତି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଶେଷରେ ଜୟ ଜଗନ୍ନାଥ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ରାତି ପାଇଲେ ମହାପ୍ରଭୁଙ୍କର ସୁନାବେଶ। ରମଣୀ ମାଉସୀ ଆଖିକୁ ଆଦୌ ନିଦ ନଥାଏ। କେମିତି ବା ସେ ଶୋଇବ? କତରାରେ ପଡ଼ି ସେମିତି ଛଟପଟ ହେଉଥାଏ ଆସି ପରିଣତି ବୟସରେ। ତାର କିନ୍ତୁ ଭାରି ଇଚ୍ଛା ତିନି ଠାକୁରଙ୍କୁ ରଥ ଉପରେ ଦେଖିବ, ପୁଣି ସୁନାବେଶରେ। ମନେ ମନେ କହୁଥାଏ, କାଳିଆରେ କି ପାପ କରିଥିଲି ଆଜି ଏଡ଼େ ବଡ଼ ଦଣ୍ଡ ଦଉଛୁ? ନା ମୋତେ ମରଣ ଦଉଛୁ, ନା ତୋ ପାଖକୁ ନଉଛୁ? କ'ଣ ଯେ ଆଉ କରିବି? ଏମିତି କେତେ କ'ଣ କଥା ଭାବି ରମଣୀ ମାଉସୀ ସେଦିନ ହାତକୁ ଯୋଡ଼ି ଦେଇ କାନ୍ଦି ପକାଉଥାଏ। ଏପଟେ କାନ୍ଦି କାନ୍ଦି ଚିରା ପଣତଟା ତାର ସମ୍ପୂର୍ଣ୍ଣ ଓଦା ହେଇଗଲାଣି। ଏପଟେ ମହାପ୍ରଭୁ ଜଗନ୍ନାଥ କେମିତି ବା ଭକ୍ତର ଦୁଃଖକୁ ସହିଥାନ୍ତି। ପୁଣି ଭକ୍ତ କାନ୍ଦିକି ଡାକୁଛି। ଯୁଗେ ଯୁଗେ ସତ୍ୟ ରହିଆସିଛି, ମହାପ୍ରଭୁ ଜଗନ୍ନାଥ ସମସ୍ତ ଭକ୍ତମାନଙ୍କର ଅଳି ଅର୍ଦ୍ଦଳିକୁ ପୂରଣ କରନ୍ତି। ଆଉ ଭକ୍ତମାନେ ଜାଣି ସବୁ ବର ଅଜାଡ଼ି ଦିଅନ୍ତି। ସେଦିନ ରମଣୀ ମାଉସୀ ସହିତ ତାହା ହିଁ ଘଟିଲା, ଯାହା ସିଏ କେବେ ଭାବିନଥିଲା। ମହାପ୍ରଭୁ କ'ଣ ଆସିବେ, ତାକୁ ଦର୍ଶନ ଦେବେ, ପୁଣି ସୁନାବେଶରେ। ରାତି ସେତେବେଳକୁ 12ଟା ହେବ। ସମସ୍ତେ ନିଘୋଡ଼ ନିଦରେ। ଚାରିଆଡ଼େ ସୁନସାନ। ଝରକା ପଟରେ ଟିକେ କୋହଲା ପବନ ଦେଇଛି। ମାଉସୀର ଆଖି ଟିକେ ଲାଗିଯାଇଛି। ସେ ଦେଖୁଥାଏ ମହାପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ଯେତେବେଳେ ରତ୍ନଭଣ୍ଡାରକୁ ଖୋଲି ଦେଇଛନ୍ତି, ଆଖି ଆଗରେ ଝଲସି ଉଠୁଥାଏ ସୁନା ରୂପାର ସେଇ ଚକଚକ ଝଲକ। ମହାପ୍ରଭୁଙ୍କର ହାତ, ପାଦ, ମୁକୁଟଠାରୁ ଆରମ୍ଭ କରି ସମସ୍ତ ଜିନିଷ, ଯେମିତିକି ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ନଙ୍ଗଳ ଆଦି ସବୁ ଜିନିଷ ସୁନାରେ ତିଆରି, ରୂପାରେ ତିଆରି। ଭକ୍ତମାନେ ହରିବୋଲ ହୁଳହୁଳି ଦେଇ ସମସ୍ତ ଜିନିଷକୁ ରଥ ଉପରେ କଲେ। ତାପରେ ସମସ୍ତ ଜିନିଷ ମହାପ୍ରଭୁଙ୍କୁ ପିନ୍ଧାଇ ଦେଲେ। ସତରେ କେଡ଼େ ମନୋରମ ଦୃଶ୍ୟ। ସତେ ଯେମିତି ଲାଗୁଥାଏ ଜଣେ ରାଜା ରଥ ଉପରେ ବସି ସମଗ୍ର ବିଶ୍ୱକୁ ଅପଲକ ନୟନରେ ଚାହିଁ ରହିଛି। ଆମେ ସମସ୍ତେ ପ୍ରଜା ମହାରାଜାଙ୍କର ସେବା ପାଇଁ ଯାଇଛୁ। ସତରେ କେଡ଼େ ଅପୂର୍ବ ସେ ଦୃଶ୍ୟ, ଯାହାକୁ ଦେଖିବା ପାଇଁ ରମଣୀ ମାଉସୀ କାହିଁ କେତେ ବର୍ଷରୁ ଅପେକ୍ଷା କରିଥିଲା। ମହାପ୍ରଭୁଙ୍କୁ ଦେଖି ହାତ ଯୋଡ଼ି ଦେଇ କହୁଥାଏ, ସାଆନ୍ତେ ଆଉ ମୋର କିଛି ଲୋଡ଼ା ନାହିଁ। ଧନ୍ୟ ହେ ସାଆନ୍ତେ, ଧନ୍ୟ ତୁମ ଲୀଳା। ଏମିତି ଅପୂର୍ବ ଦର୍ଶନ ଦେଖାଇ ମୋତେ ଆଜି ତୁମେ ଧନ୍ୟ କରିଦେଇଛ ସାଆନ୍ତେ। ଏତିକି କହି ରମଣୀ ମାଉସୀ ହାତ ଯୋଡ଼ି ଦେଇ ମହାପ୍ରଭୁଙ୍କ ପାଦ ତଳେ ପଡ଼ି ଯାଉଥାଏ। କିନ୍ତୁ ସେ ଜାଣିନଥିଲା ସେ ସ୍ୱପ୍ନ ଦେଖୁଛି ବୋଲି। କାଉର ରାବରେ ସକାଳ ହେଲା। ରମଣୀ ମାଉସୀର ସ୍ୱପ୍ନ ମଧ୍ୟ ଭାଙ୍ଗିଗଲା। ମନ କଥା ମନ ଭିତରେ ଥାଏ। ଭାରି ଖୁସି ହେଉଥାଏ ରମଣୀ ମାଉସୀ। ଚାଲି ବସି ସିନା ପାରୁନଥାଏ, ସେମିତି କତରାରେ ପଡ଼ି ଟିକେ ଟିକେ ହସୁଥାଏ। ପରଦିନ ସକାଳେ ପୁଅ ଆସି ପହଞ୍ଚିଲା। ସେ ଶ୍ରୀକ୍ଷେତ୍ର ଯାଇଥିଲା ମହାପ୍ରଭୁଙ୍କର ସୁନାବେଶ ଦେଖିବାକୁ। ଘରେ ନ ପହଞ୍ଚୁଣୁ ରମଣୀ ମାଉସୀ କହି ପକାଉଥାଏ, କିରେ ବାପା, ସୁନାବେଶ ଦେଖିଲୁ? ମୋ କଳା ସାଆନ୍ତେ କେମିତି ଥିଲେ? ଚକ୍ର ଆଣିଲା ବେଳେ ଗୋସାଇଁ ତୋତେ କାହିଁ ଡାକିଲେ? ମା ଠାରୁ ଏ କଥା ଶୁଣିଲା ପରେ ପୁଅ ସେଦିନ ଆଶ୍ଚର୍ଯ୍ୟ ହେଇଗଲା। ଆରେ ମା ତ ଘରେ ଥିଲା, ଚାଲି ବସି ପାରୁନି ବୋଲି ତାକୁ ମୁଁ ଶ୍ରୀକ୍ଷେତ୍ର ନେଇପାରିଲିନି। ତାର କିନ୍ତୁ ଭାରି ଇଚ୍ଛା ଥିଲା ମହାପ୍ରଭୁଙ୍କର ସୁନାବେଶ ଦେଖିବାକୁ। ହେଲେ ମୋତେ ତ ସେଠି ଗୋସାଇଁ ଡାକିଲେ, ଏଇଠି ଜାଣିଲା କେମିତି? ମାଆକୁ ପଚାରିବାରୁ ମା ସବୁ କଥା ଗୋଟି ଗୋଟି କରି କହିଲା, ଯାହା ସିଏ ରାତିରେ ଦେଖିଥିଲା। ଏଥର ପୁଅ ତାଙ୍କର ସବୁ ବୁଝିପାରିଲା। ହାତ ଯୋଡ଼ି ଦେଇ କହୁଥାଏ, ବୁଝିଲୁ ମା, କଳା ସାଆନ୍ତେ ପରମ ଦୟାଳୁ। ତୁ ଚାଲି ବସି ପାରୁନୁ, ଶ୍ରୀକ୍ଷେତ୍ର ଯାଇପାରିଲୁନି ବୋଲି ତୋତେ ସେ ସ୍ୱପ୍ନରେ ସବୁ ଦେଖେଇଲେ। ସେଠି ମୁଁ ଯାହା ଦେଖିଥିଲି ତୁ ହିଁ ତାହା ଦେଖିଛୁ। ଧନ୍ୟରେ ମା, ଧନ୍ୟ ତୋର ଭକ୍ତି, ଧନ୍ୟ ତୋର ଶ୍ରଦ୍ଧା ମୋ କଳା ସାଆନ୍ତଙ୍କଠାରେ। ଏଥର ପୁଅ ଆଣିଥିବା ମହାପ୍ରସାଦକୁ ମୁଣ୍ଡରେ ମାରି ରମଣୀ ମାଉସୀ କହୁଥାଏ ତାର ସେଇ ଥରଥର କଣ୍ଠରେ, ଏମନ୍ତ ଠାକୁର କିଏ ଅଛି କୁହ, ଯାହାକୁ ଦେଖିଲେ ଆଖିରେ ଆଖି ଲୁହ। ନମସ୍କାର ଆଜ୍ଞା। ଆଜିର ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଖୁସିରେ ରୁହନ୍ତୁ, ସମସ୍ତେ ଭଲରେ ରୁହନ୍ତୁ। ଜୟ ଶ୍ରୀ ଜଗନ୍ନାଥ।